জয় জগন্নাথ, জয় জগন্নাথ, জয় জগন্নাথ। আসন্তু আজ্ঞା শ্রবণ করিবা। আজ্ঞା ଆଜ୍ଞା 7 ଦିନ ଭିତରେ 7ଟି ବାର, এই 7ଟି ବାରରେ ଯଦି ନାରୀ ହେଉଛି ପ୍ରଥମ ରଜବତୀ ବା ପ୍ରଥମ ରଜ ଦର୍ଶନ କରେ, ସେଇ ବାରରେ କ'ଣ ସିଏ ଲାଭ ପାଏ? ଆଜ୍ଞା କ'ଣ ତାର ଫଳ ମିଳେ? ତେବେ ଆସନ୍ତୁ ଆଜ୍ଞା ଆମେ ଯିବା ଆଲୋଚନା ଉପରକୁ। ଆଜ୍ଞା ରବିବାର ଯଦି ପ୍ରଥମ ରଜ ବତୀ ହୁଏ, ତେବେ ଆଜ୍ଞା ତାକୁ ବିଧବା ଦୋଷ ଲାଗେ। ନାରୀକି ଆଜ୍ଞା ବିଧବା ଦୋଷ ଲାଗେ। ଆଉ ସୋମବାର ଦିନ ଯିଏ ରଜ ଦର୍ଶନ କରେ, ସେ ଅନେକ ପ୍ରତିବର୍ତ୍ତା ଓ ସୁଖ ଆନନ୍ଦ ଅନୁଭବ କରେ। ଆଉ ମଙ୍ଗଳବାର ଦିନ ଆଜ୍ଞା ରଜବତୀ ହେଲେ, ସିଏ ଯଦି ଗୋଟିଏ ଶ୍ରେଷ୍ଠ ଧନୀ ପରିବାର ହୋଇଥାଏ, ସେ ଘରରେ ଅନେକ ଅନିଷ୍ଟ ହୁଏ, ଅଶାନ୍ତି ସଦାସର୍ବଦା ଲାଗି ରହେ। ଆଉ ପୁତ୍ରକନ୍ୟା ଜନ୍ମ ନେବାରେ ଶୂନ୍ୟ ହୋଇଯାଏ। ଆଉ ବୁଧବାର ଦିନ ଯଦି ରଜବତୀ ହୁଏ, ସେ ଅନେକ ଭାଗ୍ୟବତୀ ହୁଏ। ଆଉ ଗୁରୁବାର ଦିନ ତିଥି ଥିବ ପଞ୍ଚମୀ, ସେଦିନ ଯଦି ନାରୀ ପ୍ରଥମ ରଜବତୀ ହୁଏ, ତେବେ ସେ ମାଟି ପଦ୍ମିନୀ ନାରୀ, ମା ଲକ୍ଷ୍ମୀ ସ୍ୱରୂପା, ଧନ ଧାନ୍ୟ ଭଣ୍ଡାର ପୂର୍ଣ୍ଣ ରହେ। ପୁତ୍ର ଦ୍ୱୈତ ନାତି ଅଣନାତି ପଣନାତି ଦେଖିବାର ସୁଯୋଗ ପାଏ। ସେ ଘରେ ବ୍ରାହ୍ମଣ ଗୁରୁମାନେ ଦେବତାମାନେ ସଦା ସର୍ବଦା ଯାତାୟାତ କରନ୍ତି। ଆଉ ସର୍ବସ୍ଥାନରେ ବଶୀଭୂତ ହୁଅନ୍ତି ସମସ୍ତେ। ଆଉ କଲ୍ୟାଣ ତାଙ୍କୁ ସମସ୍ତେ କଲ୍ୟାଣ କରନ୍ତି। ବିଶେଷ କରି ଦୁଃଖେ ରଙ୍କେ ଭଗବାନଙ୍କୁ ସେ ଅନେକ ଦାନ କରିଥାଏ। ଆଉ ଶୁକ୍ରବାର ଦିନ ଆଜ୍ଞା ରଜବତୀ ହେଲେ ଯଗ୍ନି ସମ୍ବତା ନାରୀଟିଏ ଜନ୍ମ ନେଇଯାଇଥାଏ। ଆଜ୍ଞା ରାକ୍ଷସ ପ୍ରକୃତି, ଯେତେ ରାକ୍ଷସର ପ୍ରକୃତି ମାନ ତା ଶରୀର ହେଉଛି ଆବିର୍ଭାବ ହୁଏ। ଆଉ ବାକି ଶନିବାର ଦିନ ଆଜ୍ଞା ରଜବତୀ ହେଲେ କ'ଣ ହୁଏ? ସମ୍ପୂର୍ଣ୍ଣ ଆଜ୍ଞା ବାଞ୍ଝତ୍ୱ ଦୋଷ ଲାଗିଥାଏ। କେବେ ମନରେ ଆଜ୍ଞା ଦୁଃଖ ପ୍ରକାଶ କରିବେନି, କାରଣ ଏ କଥା ମୁଁ କହୁନି, ଏ କଥା ଆପଣଙ୍କର ଶାସ୍ତ୍ର ପ୍ରମାଣ କରୁଛି। ଶାସ୍ତ୍ରଟି ନାମ ରହୁଛି ସଭା ବିନୋଦ। ଆଜ୍ଞା ମହାଭାରତରୁ ଖଣ୍ଡିଏ ଇଏ ଅନ୍ୟତମ ଶାସ୍ତ୍ର, ଯିଏକି এই ଶାସ୍ତ୍ରକୁ ଲେଖିଛନ୍ତି ଆମର ହେଉଛି କବି ମହେଶ୍ୱର ଦାସଙ୍କର ଚରିତ। କବି ମହେଶ୍ୱର ଦାସ ରଚିତ କରିଛନ୍ତି এই ଶାସ୍ତ୍ରଟିକି। এই ଶାସ୍ତ୍ର ଆଜ୍ଞା ପ୍ରମାଣ କରୁଛି ଆମକୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।